ହମାସ 7 ଅକ୍ଟୋବର 2023ରେ ଇସ୍ରାଏଲ ଉପରେ ଆକ୍ରମଣ କରି 1200ରୁ ଅଧିକ ଇସ୍ରାଏଲକୁ ଅତି ନିର୍ମମ ଭାବରେ ହତ୍ୟା କରିବା ସହିତ 250 ଲୋକଙ୍କୁ ବନ୍ଧକ ମଧ୍ୟ କରିଥିଲା। ହମାସର ଏହି ନିଷ୍ଠୁର କାର୍ଯ୍ୟ ପରେ ଇସ୍ରାଏଲ ହମାସକୁ ଧ୍ୱଂସ କରିବାକୁ ଶପଥ ନେଇଛି। ଏହାପରେ ପାଲେଷ୍ଟାଇନର ଗାଜାରେ ଏୟାର ଷ୍ଟ୍ରାଇକ୍ ଏବଂ ସ୍ଥଳଭାଗରେ ଆକ୍ରମଣ କରି ଇସ୍ରାଏଲ ହମାସର ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲା। ଏହା ପୂର୍ବରୁ ଇସ୍ରାଏଲର ଟାର୍ଗେଟ କେବଳ ହମାସ ଥିଲା। ତାପରେ ହିଜବୁଲା ମଧ୍ୟ ଲେବାନନ ମାଟିରୁ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିଥିଲା। ହିଜବୁଲା ଶହ ଶହ ରକେଟ ଏବଂ କ୍ଷେପଣାସ୍ତ୍ର ସହିତ ଇସ୍ରାଏଲକୁ ଟାର୍ଗେଟ କରିଥିଲା। ଇସ୍ରାଏଲ ହମାସକୁ ଛାଡ଼ି ହିଜବୁଲା ଶିବିର ଉପରେ ଆକ୍ରମଣ କରିଥିଲା। କିଛି ଦିନ ମଧ୍ୟରେ ଇସ୍ରାଏଲ ହିଜବୁଲା ମୁଖ୍ୟ ହାସନ ନସରଲାଙ୍କ ସମେତ ଅନେକ ବରିଷ୍ଠ କମାଣ୍ଡରଙ୍କୁ ହତ୍ୟା କରିଛି। ଇସ୍ରାଏଲ ଏପର୍ଯ୍ୟନ୍ତ ଏହି ଯୁଦ୍ଧରେ ହମାସ ଏବଂ ହିଜବୁଲାର ସମସ୍ତ ପ୍ରମୁଖ କମାଣ୍ଡରଙ୍କୁ ହତ୍ୟା କରିଛି। ଏବେ ଇସ୍ରାଏଲର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ହୁତି ବିଦ୍ରୋହୀ। ୟେମେନର ହୋଦିଦା ବନ୍ଦରରେ ହୋଇଥିବା ଏକ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ରେ ଇସ୍ରାଏଲ ଶହ ଶହ ହୁତି ବିଦ୍ରୋହୀଙ୍କୁ ହତ୍ୟା କରିଛି। ହୁତି ବିଦ୍ରୋହୀମାନେ ପୂର୍ବରୁ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଦ୍ୱାରା ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ। ଇରାନ ହମାସ ଏବଂ ହିଜବୁଲା ସହିତ ହୁତି ବିଦ୍ରୋହୀଙ୍କୁ ମଧ୍ୟ ସମର୍ଥନ କରୁଛି। ଇସ୍ରାଏଲ ହୋଦିଦା ବନ୍ଦରକୁ ଟାର୍ଗେଟ କରିଥିଲା କାରଣ ହୁତି ବିଦ୍ରୋହୀମାନେ ଏହି ବନ୍ଦରକୁ ଇରାନରୁ ଅସ୍ତ୍ରଶସ୍ତ୍ର ଆଣିବା ପାଇଁ ବ୍ୟବହାର କରିଥାନ୍ତି ଏବଂ ଏହି ବନ୍ଦର ଗତ କିଛି ବର୍ଷ ଧରି ହୁତି ବିଦ୍ରୋହୀଙ୍କ ଅଧୀନରେ ରହିଛି। ଯଦିଓ ଇରାନ ଇସ୍ରାଏଲ ବିରୋଧରେ ସିଧାସଳଖ ଯୁଦ୍ଧକୁ ଏଡ଼େଇ ଦେଉଥିଲା, ତଥାପି ଇସ୍ରାଏଲର ଶତ୍ରୁମାନଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ଆର୍ଥିକ ସହାୟତା ଯୋଗାଉଥିଲା। ଗତ ବର୍ଷ ହମାସ ଦ୍ୱାରା ହୋଇଥିବା ଆକ୍ରମଣ ପୂର୍ବରୁ ମଧ୍ୟ ଇସ୍ରାଏଲ ସାମୟିକ ଭାବେ ଯୁଦ୍ଧ କରୁଥିଲା, କିନ୍ତୁ ବର୍ତ୍ତମାନ ଇସ୍ରାଏଲ ଏହାର ପୁରୁଣା ଶତ୍ରୁମାନଙ୍କୁ ମୂଳରୁ ହଟାଇବା ପାଇଁ ରଣନୀତି ଅନୁସରଣ କରୁଛି। ହମାସ ଏବଂ ହିଜବୁଲାର ସମସ୍ତ ବରିଷ୍ଠ କମାଣ୍ଡରଙ୍କୁ ହତ୍ୟା କରି ଇସ୍ରାଏଲ ନିଜ ବିରୁଦ୍ଧରେ କୌଣସି ଆକ୍ରମଣକୁ ବରଦାସ୍ତ କରିବ ନାହିଁ ବୋଲି କହିଛି। କିଛି ଦିନ ପୂର୍ବରୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମିଳିତ ଜାତିସଂଘରେ କାହାର ନାମ ନ ନେଇ ଇରାନକୁ ଚେତାବନୀ ଦେଇଥିଲେ ଏବଂ କହିଥିଲେ ଯେ ଯେଉଁମାନେ ଇସ୍ରାଏଲକୁ ଟାର୍ଗେଟ କରୁଛନ୍ତି ସେମାନଙ୍କୁ ଏହାର ପରିଣାମର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ନେତାନ୍ୟାହୁ ଏହା ମଧ୍ୟ କହିଥିଲେ ଯେ ଇସ୍ରାଏଲର ସେନାଙ୍କ ପହଞ୍ଚିବାର କ୍ଷମତା ବାହାରେ କୌଣସି ସ୍ଥାନ ନାହିଁ। ଇସ୍ରାଏଲର ଆକ୍ରମଣାତ୍ମକ ମନୋଭାବ ଯୋଗୁଁ ଇରାନ ମଧ୍ୟ ବ୍ୟାକ୍ଫୁଟରେ ଥିବା ଜଣାପଡ଼ିଛି। ହିଜବୁଲା ମୁଖ୍ୟ ହାସନ ନସରାଲ୍ଲାଙ୍କ ମୃତ୍ୟୁ ପରେ ଇରାନ ମଧ୍ୟ ଇସ୍ରାଏଲର ଆକ୍ରମଣକୁ ଭୟ କରିବା ଆରମ୍ଭ କରିଛି। ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲି ଖାମନେଇଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ଇରାନ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏକ ବୈଠକ ଡାକିଛି। ଇରାନ ସମ୍ଭାବ୍ୟ ବିପଦକୁ ଅନୁଭବ କରିଛି ଏବଂ ନିଜକୁ ରକ୍ଷା କରିବାର
ଉପାୟ ଖୋଜୁଛି। ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ 1000 ଦିନରୁ ଅଧିକ ସମୟ ବିତିଗଲାଣି। ଏହି ସଂଗ୍ରାମରେ ଗୋଟିଏ ପଟେ ରୁଷିଆ ଚୀନ ସହିତ ଛିଡ଼ା ହୋଇଥିବା ବେଳେ ୟୁକ୍ରେନକୁ ଆମେରିକା ଏବଂ ନାଟୋର ସମର୍ଥନ ମିଳୁଛି। ଏହି ଯୁଦ୍ଧ ଯୋଗୁଁ ତୃତୀୟ ବିଶ୍ୱଯୁଦ୍ଧର ବିପଦ ରହିଛି। ଯଦିଓ ଭାରତ ସମେତ କେତେକ ଦେଶ ଏହି ଯୁଦ୍ଧକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି, ତଥାପି ଯୁଦ୍ଧ ସମାପ୍ତ ହେବାର କୌଣସି ସମ୍ଭାବନା ନାହିଁ। ଯଦି ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ନ ହୁଏ, ତେବେ ଏହା ନିଶ୍ଚିତ ଯେ ୟୁରୋପ ଯୁଦ୍ଧକ୍ଷେତ୍ରରେ ପରିଣତ ହେବ। ୟୁରୋପ ଆଡ଼କୁ ଯୁଦ୍ଧର ପ୍ରଭାବ ମୁହାଁଉଥିବା କୁହାଯାଉଛି। ଇସ୍ରାଏଲ ଯେପରି ଗୋଟିଏ ପରେ ଗୋଟିଏ ଆକ୍ରମଣ କରୁଛି, ଏହା କେବେ ବଡ଼ ଯୁଦ୍ଧରେ ପରିଣତ ହେବ ତାହା କେହି ଜାଣିନାହାନ୍ତି। କାରଣ ଇରାନ ବ୍ୟତୀତ ମଧ୍ୟ ପୂର୍ବର ଅନ୍ୟାନ୍ୟ ଦେଶ ମଧ୍ୟ ଇସ୍ରାଏଲକୁ ସେମାନଙ୍କର ଶତ୍ରୁ ଭାବରେ ବିବେଚନା କରନ୍ତି ଏବଂ ସେମାନେ ମଧ୍ୟ ଉପଯୁକ୍ତ ସୁଯୋଗକୁ ଅପେକ୍ଷା କରିଛନ୍ତି। ଫଳରେ ତୃତୀୟ ବିଶ୍ୱଯୁଦ୍ଧର ବିପଦର ଘନଛାୟା ୟୁରୋପୀୟ ଦେଶମାନଙ୍କ ଉପରେ ମାଡ଼ି ଆସୁଥିବା କୁହାଯାଉଛି। ଦୀର୍ଘଦିନ ଧରି ଚୀନ ବିରୋଧରେ ସମ୍ଭାବ୍ୟ ଯୁଦ୍ଧ ପାଇଁ ତାଇୱାନ ପ୍ରସ୍ତୁତି ଚଳାଇଛି। ଆମେରିକା ତାଇୱାନ ସହିତ ଦୃଢ଼ ଭାବରେ ଛିଡ଼ା ହୋଇଛି ଏବଂ ଏହାକୁ ସାହାଯ୍ୟ କରିବାକୁ $567 ନିୟୁତ ମୂଲ୍ୟର ପ୍ରତିରକ୍ଷା ଚୁକ୍ତି ଅନୁମୋଦନ କରିଛି। କେବଳ ଏତିକି ନୁହେଁ, ତାଇୱାନ ମଧ୍ୟ ଆମେରିକାଠାରୁ ଲ୍ୟାଣ୍ଡ ଲଞ୍ଚ ହେଉଥିବା ହାର୍ପନ୍ ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ର ପ୍ରଥମ ବ୍ୟାଚ୍ ଗ୍ରହଣ କରିଛି। ଚୀନ ଏୟାର ଷ୍ଟ୍ରାଇକ୍ରୁ ନିଜକୁ ରକ୍ଷା କରିବାରେ ଏହି କ୍ଷେପଣାସ୍ତ୍ର ତାଇୱାନ ପାଇଁ ଉପଯୋଗୀ ହେବ। ଅନ୍ୟପକ୍ଷରେ ଜାପାନର ଯୁଦ୍ଧ ଜାହାଜ କିଛିଦିନ ପୂର୍ବରୁ ତାଇୱାନ ଷ୍ଟ୍ରାଇଟ୍ ଦେଇ ଯାଇଥିଲା। ତାଇୱାନ ଏବଂ ଚୀନ ମଧ୍ୟରେ ଏହି ବିବାଦ ରହିଛି। ଏବେ ବିଶ୍ୱର ଅନେକ ଦେଶ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଯୁଦ୍ଧର ଦୁଇଟି ଦିଗରେ ଜଡ଼ିତ ଅଛନ୍ତି ଏବଂ ଯଦି ତୃତୀୟ ଫ୍ରଣ୍ଟ ମଧ୍ୟ ଖୋଲିବ, ତେବେ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ମଧ୍ୟ ବୃଦ୍ଧି ପାଇବ ବୋଲି କୁହାଯାଉଛି। ଏଭଳି ସଙ୍କଟରେ ସମଗ୍ର ବିଶ୍ୱ ବାରୁଦଗଦାରେ ବସିଥିବା ବେଳେ କେତେବେଳେ ଯେ ତୃତୀୟ ବିଶ୍ୱଯୁଦ୍ଧର ବିଗୁଲ ବାଜିବ, ତାହା କାହାରିକୁ ଜଣାନାହିଁ ବୋଲି ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ହେଉଛି।